ଦେଖନ୍ତୁ ଏଇଟା କିଭଳି ଭାବରେ ଦେଖ ଆମର ଏରିଆରେ ଗୋଟେ ଗାଉଁଲି ଏରିଆ ଆମର ଦେଖ ବହୁତ ସୁନ୍ଦର ଭାବରେ ପାଳ ଗୁଡ଼ାକ ସଜେଇଛନ୍ତି। ଯେତେବେଳେ ଧାନ କଟା ହୋଇଯାଏ ନା ପାଳ ଗୁଡ଼ାକ ଆମେ ଏମିତି ଦାୟିତ୍ୱରେ ରଖିଥାଉ ସଜେଇକିରି, ଯେଉଁଟାକି ଆମ ଆବଶ୍ୟକ ତଳେ ସେଇ ଗୋରୁ ଗାଈମାନଙ୍କୁ ଆମକୁ ଦେବାକୁ ପଡ଼ୁଛି। ସେମାନେ ଖାଇକି ନିଜର ପେଟ ପୁରାନ୍ତି ଆଉ ଆମକୁ କ୍ଷୀର ଦିଅନ୍ତି। ଦେଖୁଥିବେ ଆପଣମାନେ ଯେ କେଉଁ ପ୍ରକାର ଲୋକେସନ୍ ଆସୁଛି। ନା ଲୋକ ଦେଖିବେ ଗାଉଁଲି ଗାଁ ସିନ୍ ଗୁଡ଼ାକ ଆମକୁ ବହୁତ ଭଲ ଲାଗେ। ଆମେ ଯେତେବେଳେ ମଧ୍ୟ ଲୁପ୍ ଲାଇନ୍ ଯାଉ ସେଗୁଡ଼ାକରେ ଯଦି ଆମେ ବଣ ଜଙ୍ଗଲ ଛୋଟ ଛୋଟ ଘର ଗୁଡ଼ାକ ଥିବ ଆଉ ସେମାନେ ସେଇ ଏରିଆ ଗୁଡ଼ାକ ଗଲେ ଆମକୁ ବହୁତ ଭଲ ଲାଗେ। ଏଇଟା ମଧ୍ୟ ଗୋଟେ ଏରିଆ ଆମକୁ ବହୁତ ଭଲ ଲାଗେ ଯେ ଆମେ ଏରିଆରେ ଗାଡ଼ି ରଖିବୁନି, କାରଣ ଥଣ୍ଡା ହେଲାଣି ଆମେ ବାଡ଼େଇକି ଚାଲିବୁ। ଆଉ ଦେଖିପାରୁଥିବେ ନବୀନ ଯେଉଁ ସରକାର ଆମର ପୂର୍ବତନ ସରକାର ଏଇ ଗାଡ଼ି ଦେଇଥିଲେ, ବର୍ତ୍ତମାନ ସେ ଗାଡ଼ି ଆମକୁ ଓଭରଟେକ୍ କରି ପୁଣି ଥରେ ତା ଜାଗାକୁ ଯିବାକୁ ଚେଷ୍ଟା କରିଥିଲେ। ଯାଉ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଏ ଗାଡ଼ିଟା ହେଉଛି, ଗାଡ଼ିର ନାଁ ହେଉଛି ମହାବୀର। ଇଏ ବର୍ତ୍ତମାନ ବ୍ରହ୍ମପୁର ଯିବେ। ଯଦି ଆପଣମାନେ ନାଇଟ୍ ହାଲ୍ଟ କରିବା ପାଇଁ ଯଦି ପସନ୍ଦ କରୁଛନ୍ତି ଏଇ ଗାଡ଼ିରେ ଯାଇକି ଶୋଇପଡ଼ିବେ। ଆଉ ସେଠି ଶୋଇବା ପଡ଼ିବନି ବ୍ରହ୍ମପୁରରେ। ଏ ଗାଡ଼ିରେ ଏବେ ଚଢ଼ୁ ଚଢ଼ୁ ଶୋଇପଡ଼ିଲେ ଏଇଟା ରାତି କରିଦେବ ବ୍ରହ୍ମପୁର ପହଞ୍ଚିବା ସମୟ। ଏଇଠି ଏକା ତୁମ ରାତି ବିତିଯିବ ହେଲା। ସତର୍କରେ ଗାଡ଼ିରେ ବୁଲୁଥିବା ଯିବନି। ଦେଖନ୍ତୁ ଏଇଠି ଏଇଟା ବାପା ନା ମା ନା ଏଇଟା କିଏ ମୁଁ ଜାଣିପାରୁନି। ରାସ୍ତା ମଝିରେ ଭେଟିଗଲା, ଆମେ ସାଇଡ଼୍ ହେଇକି ଯାଉଛୁ। ଦେଖନ୍ତୁ ଏଇଟା ପ୍ରେମିକ ପ୍ରେମିକା ଯୋଡ଼ି। ପ୍ରେମିକା ମନ ରୁଷିଛି ଆଉ ପ୍ରେମିକ ତାକୁ ବୁଝେଇବାରେ ଲାଗିଛି।